ପ୍ରକୃତରେ ଏ ଯୋଉ ନିଆଳି ମହୋତ୍ସବ 18 ମସିହାରୁ ଆରମ୍ଭ ହେଇଛି ଏବଂ 9 ବର୍ଷ ଧରି ଚାଲିଛି। ଆଜି ଏ ବର୍ଷ ପାଇଁ ଏ ଥିଲା ଉଦ୍ଯାପନ ଦିବସ। ଗୋଟେ କଥା, ଏତେ ପରିମାଣର ଲୋକ ହଉଛନ୍ତି ଅନ୍ୟ ମହୋତ୍ସବ ଗୁଡିକରେ ଏ କଥା ଦେଖିବାକୁ ମିଳେ ନାହିଁ। ଏବଂ ଇଏ ମଞ୍ଚ ସମସ୍ତଙ୍କ ପାଇଁ ଖୋଲା, ଇଏ ଏକ ରାଜନୈତିକ ମଞ୍ଚ ହେଇକି ନାହିଁ। ତେଣୁ ନିଆଳି ଲୋକଙ୍କ ଭିତରେ ଗୋଟେ ଭାଇଚାରା ତିଆରି କରିବା, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ତିଆରି କରିବା, ଗୋଟେ ଶୃଙ୍ଖଳା ତିଆରି କରିବା, ଇଏ ମହୋତ୍ସବ ଏକ ମାଧ୍ୟମରେ ପରିଣତ ହେଇଛି। ତେଣୁ ଏ ବର୍ଷ ଯୋଉଭଳି ଭାବରେ ଏ ମହୋତ୍ସବଟି ସୁଚାରୁ ରୂପେ ସମ୍ପାଦିତ ହେଇଛି, ତାର ସଭାପତି ରାଜେନ୍ଦ୍ର ପ୍ରସାଦ ପଣ୍ଡା ଅଛନ୍ତି, କିନ୍ତୁ ଆମର ପ୍ରିୟ ବିଧାୟକ ଛବି ମଲ୍ଲିକ ତାର ମୁଖ୍ୟ ଉପଦେଷ୍ଟା ଭାବରେ ତାଙ୍କ ନେତୃତ୍ୱରେ ଏ ମହୋତ୍ସବଟି ସୁରୁଖୁରୁରେ ସମ୍ପାଦିତ ହେଇଛି ଏବଂ କୌଣସି ବିଶୃଙ୍ଖଳା ହେଇନି। ଏବଂ ଇଏ ସାଂସ୍କୃତିକ କାର୍ଯ୍ୟକ୍ରମ, ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ, ଆକୁ ଉପଭୋଗ କରିବା ସହିତ ଇଏ ମଞ୍ଚରେ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଉପସ୍ଥିତ ହେଇକି ସମସ୍ତେ ଇଏ ନିଆଳି ମାଟିକି କିଭଳି ଅଧିକ ପ୍ରଗତିଶୀଳ ମାଟିରେ ପରିଣତ କରିବେ ସେଥିପାଇଁ ସମସ୍ତେ ବାର୍ତ୍ତା ଦେଇଛନ୍ତି। ସେଥିପାଇଁ ମୁଁ ଆମର ପ୍ରିୟ ବିଧାୟକ ଏବଂ ସଭାପତି ଏ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଭାଇମାନଙ୍କୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ନିଶ୍ଚିତ ଭାବରେ ଯୋଉମାନଙ୍କ ପାଖରେ କୃତିତ୍ୱ ଅଛି, ଯୋଉମାନେ ଯୋଗ୍ୟ, ସେମାନଙ୍କୁ ଯଦି ଆମେ ସମ୍ମାନିତ କରିବା ତାହେଲେ ସେମାନଙ୍କ ଭିତରେ ଗୋଟେ ଉତ୍ସାହ ବଢିବ। ତେଣୁ ସେ ଦୃଷ୍ଟିକୋଣରୁ କୃଷି କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ, ଚିକିତ୍ସା କ୍ଷେତ୍ରରେ ଏବଂ ଯୋଉଭଳି ଭାବରେ ସେମାନେ ନିଆଳି ମାଟିର ଗୌରବ ବଢେଇଛନ୍ତି, ସେମାନଙ୍କୁ ଆମେ ଯଦି ସମ୍ବର୍ଦ୍ଧିତ କରୁଛେ ତାହେଲେ ତାଙ୍କ ଭିତରେ ଖୁସି ଆସିବ ନାହିଁ। ଅପର ପକ୍ଷରେ ଅନ୍ୟମାନେ ଗୋଟେ ପ୍ରେରଣା ପାଇବେ ଯେ ଆମେ ଯଦି ଭଲ କାମ କରିବା ଆମେ ମଧ୍ୟ ସମ୍ବର୍ଦ୍ଧିତ ହବା ଏବଂ ସେ କ୍ଷେତ୍ରରେ ସେମାନେ ଏକ ନୂଆ ଉତ୍ସାହ ପାଇବେ। ସେଥିପାଇଁ ଆମେ ସେମାନଙ୍କୁ ସମ୍ବର୍ଦ୍ଧିତ କରିକି ଆମେ ବହୁତ ଖୁସି।